প্রিয় দর্ଶକ বন্ধୁ ଓଡ଼ିଆ ପାଣିପୋଥି ୟୁଟ୍ୟୁବ୍ ପରିବାର ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ମୁଁ ପଣ୍ଡିତ ଯୋଗେଶ୍ୱର ଦାସ। ନମସ୍କାର, ଜୟ ଜଗନ୍ନାଥ। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା 2026 ମସିହା ଜାନୁଆରୀ ମାସରେ ରହୁଥିବା ବିଭିନ୍ନ ଲଗ୍ନ ଗୁଡ଼ିକ ବିଷୟରେ। ଯେପରିକି 2026 ମସିହା ଜାନୁଆରୀ ମାସର ବିବାହ ଲଗ୍ନ, ଗୃହାରମ୍ଭ ଗୃହ ପ୍ରବେଶ ଲଗ୍ନ, ବ୍ରତୋପନୟନ ଲଗ୍ନ, ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ଦିନ, ନାମକରଣ ଲଗ୍ନ, ଅନ୍ନପ୍ରାଶନ ଲଗ୍ନ, ବିଦ୍ୟାରମ୍ଭ ଲଗ୍ନ ଏବଂ ଚୂଡ଼ାକରଣ ଲଗ୍ନ। ଏହି ସବୁ ଲଗ୍ନ ଗୁଡ଼ିକ କେତେ ତାରିଖ ଦିନ ମାନଙ୍କରେ ରହୁଅଛି ଆସନ୍ତୁ ଜାଣିବା ଆଜିର ଏହି ଭିଡ଼ିଓ ମାଧ୍ୟମରେ। ତେବେ ବିଳମ୍ବ ନ କରି ଆସନ୍ତୁ ଆରମ୍ଭ କରିନେବା। ପ୍ରିୟ ଦର୍ଶକ ବନ୍ଧୁ, ପ୍ରଥମେ ଜାଣିନେବା 2026 ମସିହା ଜାନୁଆରୀ ମାସର ବିବାହ ଲଗ୍ନ ସମ୍ପର୍କରେ। ଯେଉଁମାନେ 2026 ମସିହା ଜାନୁଆରୀ ମାସରେ ବିବାହ କରିବାକୁ ଚାହୁଁଛନ୍ତି ଏବଂ ବିବାହ ପାଇଁ ଗୋଟିଏ ଶୁଭ ଦିନର ଆବଶ୍ୟକ ରହୁଅଛି, ସେହିମାନେ 2026 ମସିହା ଜାନୁଆରୀ ମାସ 6, 7, 8, 9, 11, 12, 16, 19, 20, 21, 23, 24, 25, 26, 28 ଏବଂ 29 ତାରିଖ ଦିନ ମାନଙ୍କରେ କରିପାରିବେ। ଏହି ତାରିଖ ମାନଙ୍କରେ ବିବାହ ଲଗ୍ନ ରହୁଅଛି, କିନ୍ତୁ ଏହି ବିବାହ ଲଗ୍ନ ଗୁଡ଼ିକ ଆବଶ୍ୟକ ସ୍ଥଳେ କରାଯାଇ ପାରିବ। ଏଥର ଆସନ୍ତୁ ଜାଣିନେବା ଋତୁପନୟନ ପାଇଁ ଶୁଭ ଲଗ୍ନ। ପ୍ରିୟ ଦର୍ଶକ ବନ୍ଧୁ, 2026 ମସିହା ଜାନୁଆରୀ ମାସରେ ବ୍ରତୋପନୟନ ପାଇଁ ଶୁଭ ଲଗ୍ନ ରହୁନାହିଁ, କିନ୍ତୁ ଆବଶ୍ୟକ ସ୍ଥଳେ 2026 ମସିହା ଜାନୁଆରୀ ମାସ 12, 16, 19, 21, 23, 25, 28 ଏବଂ 30 ତାରିଖ ଦିନ ମାନଙ୍କରେ କରାଯାଇପାରିବ। ଏଥର ଆସନ୍ତୁ ଜାଣିନେବା ଗୃହାରମ୍ଭ ପାଇଁ ଶୁଭ ଲଗ୍ନ ଗୁଡ଼ିକ ବିଷୟରେ। ପ୍ରିୟ ଦର୍ଶକ ବନ୍ଧୁ, ଏହି ବର୍ଷ 2026 ମସିହା ଜାନୁଆରୀ ମାସରେ ଯେଉଁମାନେ ଗୃହାରମ୍ଭ କରିବାକୁ ଚାହୁଁଛନ୍ତି ବା ନୂତନ ଘର କରିବାକୁ ଚାହୁଁଛନ୍ତି, ସେହିମାନଙ୍କ ପାଇଁ 2026 ମସିହା ଜାନୁଆରୀ ମାସ 8, 9, 11, 12, 15, 16, 19, 21, 22, 23, 25, 28 ଏବଂ 30 ତାରିଖ ଦିନ ମାନଙ୍କରେ ରହୁଅଛି। ଏଥର ଆସନ୍ତୁ ଜାଣିନେବା ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ନୂତନ ବ୍ୟବସାୟ କରିବା ପାଇଁ ଗୋଟିଏ ଶୁଭ ଦିନର ଆବଶ୍ୟକ ପଡ଼ୁଅଛି, ସେହିମାନେ 2026 ମସିହା ଜାନୁଆରୀ ମାସର 8, 9, 11, 12, 15, 16, 19, 21, 22, 23, 25, 26, 28, 29 ଏବଂ 30 ତାରିଖ ଦିନ ମାନଙ୍କରେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ଲଗ୍ନ ରହୁଅଛି। ଯେଉଁମାନେ 2026 ମସିହା ଜାନୁଆରୀ ମାସରେ ଅନ୍ନପ୍ରାଶନ କରିବାକୁ ଚାହୁଁଛନ୍ତି, ସେହିମାନଙ୍କ ପାଇଁ ଶୁଭ ଦିନ ରହୁନାହିଁ, କିନ୍ତୁ ଆବଶ୍ୟକ ସ୍ଥଳେ 2026 ମସିହା ଜାନୁଆରୀ ମାସ 15, 16, 19, 21, 23, 28, 29 ଏବଂ 30 ତାରିଖ ଦିନ ମାନଙ୍କରେ ଅନ୍ନପ୍ରାଶନ କାର୍ଯ୍ୟ କରାଯାଇପାରିବ। ଏଥର ଆସନ୍ତୁ ଜାଣିନେବା ବିଦ୍ୟାରମ୍ଭ ପାଇଁ ଶୁଭ ଲଗ୍ନ ଗୁଡ଼ିକ ବିଷୟରେ। ଯେଉଁମାନେ ନିଜର ସନ୍ତାନ ସନ୍ତତି ମାନଙ୍କର ବିଦ୍ୟାରମ୍ଭ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେହିମାନେ 2026 ମସିହା ଜାନୁଆରୀ ମାସରେ ସେତେ ଭଲ ଲଗ୍ନ ରହୁନାହିଁ, କିନ୍ତୁ ଆବଶ୍ୟକ ସ୍ଥଳେ 15, 16, 19, 21, 23, 28, 29 ଏବଂ 30 ତାରିଖ ଦିନ ମାନଙ୍କରେ ଅନ୍ନପ୍ରାଶନ କରାଯାଇପାରିବ। ପ୍ରିୟ ଦର୍ଶକ ବନ୍ଧୁ, ଏଥର ଆସନ୍ତୁ ଜାଣିନେବା ଚୂଡ଼ାକରଣ ଲଗ୍ନ ଗୁଡ଼ିକ ବିଷୟରେ। ଯେଉଁମାନେ ନିଜ ସନ୍ତାନ ମାନଙ୍କର ପ୍ରଥମ ମୁଣ୍ଡନ ବା ବାଲ ପକା କାର୍ଯ୍ୟ, ଚୁଟି ପକା କାର୍ଯ୍ୟ ବା ଚୂଡ଼ାକରଣ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେହିମାନଙ୍କ ପାଇଁ 2026 ମସିହା ଜାନୁଆରୀ ମାସ 16, 19, 20, 21, 23, 25, 27, 28 ଏବଂ 30 ତାରିଖ ଦିନ ମାନଙ୍କରେ ଶୁଭ ଲଗ୍ନ ରହୁଅଛି। ଏଥର ଆସନ୍ତୁ ଜାଣିନେବା
ନବଜାତ ଶିଶୁମାନଙ୍କର ନାମକରଣ ଲଗ୍ନ ଗୁଡ଼ିକ ବିଷୟରେ। ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଶିଶୁର ନାମକରଣ କାର୍ଯ୍ୟ କରିବା ପାଇଁ ଗୋଟିଏ ଶୁଭ ଦିନର ଆବଶ୍ୟକ ରହୁଅଛି, ତେବେ ଆପଣ 2026 ମସିହା ଜାନୁଆରୀ ମାସର 7, 8, 9, 11, 12, 15, 16, 19, 21, 22, 23, 25, 26, 28 ଏବଂ 29 ତାରିଖ ଦିନମାନଙ୍କରେ ନବଜାତ ଶିଶୁମାନଙ୍କର ନାମକରଣ କରାଯାଇପାରିବ ବା ଏହି ଦିନମାନଙ୍କରେ ଶୁଭ ଲଗ୍ନ ରହୁଅଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓ ମାଧ୍ୟମରେ କୁହାଯାଇଥିବା ତାରିଖ ଗୁଡ଼ିକ ଶୁଭ ଲଗ୍ନ ରହୁଅଛି, କିନ୍ତୁ ଯେଉଁମାନେ ଏହି ସବୁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବା କର୍ତ୍ତାଙ୍କର ରାଶି ନକ୍ଷତ୍ର ଅନୁସାରେ ଯେଉଁ ଦିନ ଶୁଭ ରହୁଅଛି ସେହି ଦିନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓକୁ ଏଇଠି ରଖି ଆପଣଙ୍କ ଠାରୁ ବିଦାୟ ନେଉଅଛି। ଜୟ ଜଗନ୍ନାଥ।